ଦଳିତ ପିଲାଙ୍କ ଶିକ୍ଷଣ ପାଇଁ ବିଦ୍ୟାଳୟ ନିମନ୍ତେ କେଉଁ ପ୍ରକାର ବ୍ୟବସ୍ଥା କରାଯାଇଥାଏ? ମାଗଣା ପାଠ୍ୟପୁସ୍ତକ ବ୍ୟବସ୍ଥା ନିମନ୍ତେ କେଉଁ ପ୍ରକାର ମାଧ୍ୟମରେ ସିଧାସଳଖ ତଥ୍ୟ ସଂଗ୍ରହ ହୋଇଥାଏ? ପର୍ଯ୍ୟବେକ୍ଷଣ ହେଉଛି ସିଧାସଳଖ ତଥ୍ୟ ସଂଗ୍ରହ ହୋଇଥାଏ। ପର୍ଯ୍ୟବେକ୍ଷଣ ଅର୍ଥ ହେଉଛି କ'ଣ? ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ପ୍ରତ୍ୟକ୍ଷଣ କରିବା। ପର୍ଯ୍ୟବେକ୍ଷଣ ତତ୍ତ୍ୱ କାହା ଦ୍ୱାରା ପ୍ରତିପାଦିତ? ବାନ୍ଦୁରା ଓ ୱାଲ୍ଟର। ପର୍ଯ୍ୟବେକ୍ଷଣ କେତୋଟି ସୋପାନ ଅଛି? 4ଟି। ନିମ୍ନ ମଧ୍ୟରୁ କେଉଁଟି ଅନୁକରଣ ଉଚିତ ସଂଜ୍ଞା ଦର୍ଶାଉଛି? ଅନ୍ୟର କାର୍ଯ୍ୟକୁ ନକଲ କରିବା ଅନୁକରଣ ଉଚିତ ସଂଜ୍ଞା। ଅଭିନେତ୍ରୀମାନଙ୍କର ପୋଷାକ ପିନ୍ଧା ଶୈଳୀକୁ ଅନୁକରଣ କରିବା କେଉଁ ଅନୁକରଣ ଶ୍ରେଣୀଭୁକ୍ତ? ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀମାନଙ୍କ ପୋଷାକ ପିନ୍ଧା ଶୈଳୀକୁ ଅନୁକରଣ କରିବା ହେଉଛି ଜ୍ଞାତ ଅନୁକରଣ। ମନୋବିଜ୍ଞାନୀ ଡେଭର ଏମ୍ସ ଡାଉଗଲଙ୍କ ମତରେ ଅନୁକରଣ କେତେ ପ୍ରକାର? 5। ପିଲାଙ୍କ ପାଇଁ ଶିକ୍ଷଣ ବ୍ୟବସ୍ଥାର ରୂପରେଖ କେଉଁଟି ହେବା ଉଚିତ? ପଛୁଆ ମାନ୍ଦା ପିଲାଙ୍କ ଓ ମାନବୀୟ ପରିବେଶର ଏକ ଉଦାହରଣ। ଶିକ୍ଷାର୍ଥୀ ଶିକ୍ଷକ ସମ୍ପର୍କ, ଶିକ୍ଷାର୍ଥୀ ଶିକ୍ଷାର୍ଥୀ ସମ୍ପର୍କ, ଶିକ୍ଷକ ମାତା ସମ୍ପର୍କ। ନିମ୍ନ ମଧ୍ୟରୁ କେଉଁ ଧାରଣା ଉପରେ ଶିକ୍ଷକଙ୍କ ବ୍ୟବହାର ପର୍ଯ୍ୟବେସିତ? ପରିସ୍ଥିତି ଉପରେ ନିର୍ଭରଶୀଳ, ଶିକ୍ଷକଙ୍କ ବ୍ୟବହାରକୁ ଦେଖି ହେବ, ଶିକ୍ଷକ ଶିକ୍ଷାର୍ଥୀ ମଧ୍ୟରେ ସୀମିତ। ଶିକ୍ଷକଙ୍କ ବ୍ୟବହାର ପର୍ଯ୍ୟବେସିତ। ପରିସ୍ଥିତି ଉପରେ ନିର୍ଭରଶୀଳ, ଶିକ୍ଷକଙ୍କ ବ୍ୟବହାରକୁ ଦେଖି ହେବ, ଶିକ୍ଷକ ଶିକ୍ଷାର୍ଥୀ ମଧ୍ୟରେ ସୀମିତ। ଶିକ୍ଷକ ବ୍ୟବହାରକୁ ମୁଖ୍ୟତଃ କେତେ ବିଭକ୍ତ କରାଯାଇଛି? 2 ଭାଗ। କେଉଁଟି ଶିକ୍ଷକଙ୍କ ପ୍ରତ୍ୟେକ ବ୍ୟବହାର ଉପରେ ଗୋଟେ ଉଦାହରଣ? ନିର୍ଦ୍ଦେଶନା, ଅଧ୍ୟାପନା। ଶିଶୁ ତାର ପ୍ରଥମ ଶିକ୍ଷଣ କେଉଁଠୁ ଆରମ୍ଭ କରେ? ପରିବାରରେ। ବିଦ୍ୟାଳୟ ଏକ କ୍ଷୁଦ୍ର ସମାଜ ଏକଥା କିଏ କହିଥିଲେ? ଜନ୍ ଡ୍ୟୁର କହିଥିଲେ। ନିମ୍ନ ମଧ୍ୟରୁ କେଉଁଟି ଏକ ସାମାଜିକ ସଦାଚାର? ସତ କହିବା, ଅନ୍ୟର ମଙ୍ଗଳ କାମନା କରିବା, ପରୋପକାର। ମୁଖସ୍ଥୀକରଣ ଅର୍ଥ ହେଉଛି ନ ବୁଝି ମନେ ରଖିବା। କେଉଁଟି ଅନୁଭୂତି ଜନିତ ଶିକ୍ଷଣ ଗୋଟେ ଉଦାହରଣ? ଅନୁଭୂତି ଏକ୍ସପିରିଏନ୍ସ। ପରିବେଶ, ଚରିତ୍ର ଅଭିନୟ, ପର୍ଯ୍ୟବେକ୍ଷଣ। ପଛୁଆ ମାନ୍ଦା ପିଲାଙ୍କ ଶିକ୍ଷଣ ବ୍ୟବସ୍ଥାର ରୂପରେଖ କେଉଁଟି ହେବା ଉଚିତ? ବ୍ୟକ୍ତିଗତ ଦୃଷ୍ଟି। ପଛୁଆ ମାନ୍ଦା ପିଲାଙ୍କ ପାଇଁ ଶିକ୍ଷଣ ବ୍ୟବସ୍ଥାର ଏକ ଶାରୀରିକ ମାନସିକ ଅବସ୍ଥା ଯାହାକି ଆବଶ୍ୟକତାର ପରିପୂରଣ ପାଇଁ ବ୍ୟକ୍ତି ଚେଷ୍ଟାକୁ ଅଧିକ କ୍ରିୟାଶୀଳ କରାଏ। ହର୍ବାର୍ଟ ସେରେନସନ୍। କେଉଁଟି ଆଭ୍ୟନ୍ତରୀଣ ଅଭିପ୍ରେରଣାର ଏକ ଉଦାହରଣ? ଖାଦ୍ୟ, ସ୍ନେହ, ପାନୀୟ। କେଉଁଟି ଏକ ବାହ୍ୟ ଅଭିପ୍ରେରଣାର ଏକ ଉଦାହରଣ? ପୁରସ୍କାର, ପ୍ରଶଂସା, ଭଲ ନମ୍ବର। କେଉଁଟି ଅଭିପ୍ରେରଣାର ଗୋଟିଏ ଉପାୟ? ଦଣ୍ଡ, ପୁରସ୍କାର, ଫଳାଫଳ ସମ୍ବନ୍ଧରେ ଜ୍ଞାନ, ଆଗ୍ରହ, କୌତୂହଳ। ଅଭିପ୍ରେରଣାର ଗୋଟିଏ ଉପାୟ। ନିଜର ଯୋଗ୍ୟତା ଉପରେ ପ୍ରତିଯୋଗୀ ମନୋଭାବ ସୃଷ୍ଟି କରିବାକୁ କ'ଣ କୁହାଯାଏ? ଆତ୍ମ-ପ୍ରତିଯୋଗିତା କୁହାଯାଏ। ବହୁ ଦିନରୁ ପିଲାମାନଙ୍କ ଶିକ୍ଷା ଶିକ୍ଷାଦାନ ଉପରେ ନିର୍ଭରଶୀଳ ହେବାର କାରଣ ହେଉଛି ଶିକ୍ଷା ଓ ଶିକ୍ଷାଦାନ ଉପରେ। ଶିକ୍ଷଣ ଶିକ୍ଷାଦାନରେ ପରିଣତି। କେଉଁଟି ବିଦ୍ୟାଳୟ ପରିବେଶକୁ ଆନନ୍ଦଦାୟକ କରିବାର ଗୋଟେ ଦିଗ? ପ୍ରାକୃତିକ ପରିବେଶ, ଶିଶୁପ୍ରାୟ ଉପାଦାନ, ସାଧାରଣ ଶିକ୍ଷଣ ସୁଯୋଗ। ବିଦ୍ୟାଳୟ କାନ୍ଥର ଚଟାଣରେ କେତେ ମିଟର ଉଚ୍ଚରେ ମାନଚିତ୍ର, ଫୁଲ, ଫଳ, ପଶୁପକ୍ଷୀ ଚିତ୍ର 1.5 ମିଟର ଅଙ୍କନ କରାଯାଇପାରେ? 1.5 ମିଟର ଉଚ୍ଚତାରେ।